ଅପୂର୍ବ ଦୃଶ୍ୟ ନାଇଁ ଘରେ ଘରେ ହେଉଛି ଘଟୁଛି ଅପୂର୍ବ ଦୃଶ୍ୟ ନୁହଁ ଶାଗ ନିଅ ୟାର ନାତୁଣୀ ଖୁଆଇ ଦେଉଛି ୟାର ବୋହୁ ଖୁଆଇ ଦେଉଛି କାହା ହାତରେ ଖାଇବେ ସମସ୍ତଙ୍କୁ ରାଧେ ରାଧେ ଜୟ ଶ୍ରୀ ଜଗନ୍ନାଥ ସମସ୍ତେ ବହୁତ ଭଲରେ ରୁହନ୍ତୁ ସୁସ୍ଥରେ ରୁହନ୍ତୁ ଆଉ ଆମକୁ ଏତେ ଭଲ ପାଇବା ଯେଉଁ ଦେଉଛନ୍ତି ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ତ ଆଜିର ବ୍ଲଗ୍ଟା ଆରମ୍ଭ କରିବା ବହୁତ ଦିନ ହେଲା ବ୍ଲଗ୍ କରିନଥିଲି ଆପଣମାନଙ୍କର କମେଣ୍ଟସ୍ ପଢ଼ିଲି ବହୁତ ସାରା ଭଲ ପାଇବା ଆମ ଭିଡ଼ିଓ ଆସୁନି ବୋଲି କେତେଜଣ ଓରିଏଡ଼ ବି ହେଇଯାଉଛନ୍ତି ଭାବୁଛନ୍ତି କ'ଣ ହେଲା କି କ'ଣ ନାହିଁ ବୋଲି ହଁ କିଛି ତ ଘଟିଛି କ'ଣ ନା ଦେହ ବିଲକୁଲ ବି ଭଲ ନାହିଁ ଯେବେଠୁ ମୁଁ ଆଇଁଷ ଖାଇଲିଣି ସେବେଠୁ ମୋ ମାନେ ପେଟ ଆଜି ପର୍ଯ୍ୟନ୍ତ ଭଲ ହିଁ ହେଇପାରୁନି ମେଡ଼ିସିନ ବହୁତ ଖାଇଲିଣି ଆଉ ମାନେ ଟିକେ ଦେହ ଭଲ ନାହିଁ ଆଉ ହେଲା କି ତ ଦେହ ଯେହେତୁ ଭଲ ନାହିଁ ତ ସେଥିପାଇଁ ବ୍ଲଗ୍ କରିବାକୁ ଟିକେ ମନ ହେଉନି ତ ସେଥିପାଇଁ ଭିଡ଼ିଓ ବହୁତ କମ୍ ଆସୁଛି ନା ଫେସବୁକ୍ରେ ବି ଦିନରେ ଗୋଟିଏ ଭିଡ଼ିଓ ହିଁ ଅପଲୋଡ଼୍ କରୁଛି ଇଚ୍ଛା ହେଲେ ନହେଲେ ଏବେ ଭଲ ଲାଗୁନି ତ ଧୀରେ ଧୀରେ କରିବା ଯେହେତୁ ଆପଣମାନଙ୍କ ସହିତ ଗୋଟେ ଭିଡ଼ିଓ ଥ୍ରୁରେ ମୁଁ ଆଟାଚମେଣ୍ଟ ଅଛି ଆପଣମାନେ ଓରିଏଡ଼ ହେବା ସ୍ୱାଭାବିକ ଆଉ ତ ଯାଉ ଗୋଟେ ଜିନିଷ ଖୁସି ଲାଗିଲା ଯେ ଆପଣମାନେ ସେତିକି ମୋ କଥା ସମୟ ବାହାର କରି ଚିନ୍ତା କରୁଛନ୍ତି ଆମ ପରିବାର କଥା ଭଲ ପାଇବା ଏତେ ଦେଉଛନ୍ତି ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ତ ଆଜିର ବ୍ଲଗ୍ଟା ଷ୍ଟାର୍ଟ କରିବା ଆଜି ତ ହେଉଛି ଚୈତ୍ର ମାସ ମଙ୍ଗଳବାର ଫାର୍ଷ୍ଟ ମଙ୍ଗଳବାର ତ ଆଜି ତ ବାଟ ପୂଜା ତ ବାଟ ପୂଜା ପାଇଁ ତ ଆମର ଅନାରକଲି ସକାଳୁ ଉଠି ପୁରା ରେଡ଼ି ହେଇ ସନସନ ହେଇ ପୂଜାକୁ ରେଡ଼ି ବାହାରିଲେ କର ଆଉ ଭୁବନେଶ୍ୱର ଗୋଟେ ତ ଦିଅର ଆସିଛି ମାନେ ମୋ ଭାଇଟା ତ ତାର ବଢ଼ିଆ ଜମୁଛି ପୁରା ହଁ ଆଉ ଏଇ ଗୋଟେ ପିଲା ବସି ପାଠ ପଢ଼ୁଛି ବର୍ତ୍ତମାନ ଦେଖିବା ବାପା ସବୁ କ'ଣ କରୁଛନ୍ତି କ'ଣ ନାହିଁ ଆଉ ବାପା କ'ଣ ଗାଧି ପାଧି ପୂଜା କରୁଛନ୍ତି ନା କ'ଣ ଗାଧି ତ ସାଙ୍ଗମାନେ ଦେଖିପାରୁଥିବେ ମୋ ଝିଅକୁ ଦେଇଛି ଛତୁଆ ପିଉଛି ମୁଁ ଏବେ ଛତୁଆ ଅଭ୍ୟାସ ସମସ୍ତେ ଏବେ କରୁଛି ସମସ୍ତେ ଘରେ ଛତୁଆ ପିଇ ବାହାର ଖାଇବା ବନ୍ଦ କରିକି ସକାଳୁ ଛତୁଆ ପିଇଦେଲେ 12ଟା 1ଟା ବେଳକୁ ଭାତ ଖାଇବେ ଏବେ ଛତୁଆ ପିଉଛି ୟା ପରେ ବାପାଙ୍କୁ ଦେବି ପୁଣି ତ ଯେହେତୁ ଆଜି ବାଟ ପୂଜା ହେବ ତ ଏଥିପାଇଁ ଚିତା ପଡ଼ିଯାଇଛି ଆଉ ମା ଆସିକି ବସିଲେଣି ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଏଠି ହେବ ପୂଜା ଆଉ ତ ସାଙ୍ଗମାନେ ଝିଅର ଏଇ ଘଣ୍ଟାଟା ମଗେଇଥିଲା ଆଜି କେତେ କ୍ୟୁଟ୍ ଲାଗୁଛି ନା ଛୋଟ ପିଲା କେତେ ସୁନ୍ଦର ସୁନ୍ଦର ବଢ଼ିଆ ଲାଗୁଛି ମୋତେ ତ ବର୍ତ୍ତମାନ ଆମର ପୂଜା ଚାଲିଛି ପୂଜା ଆମର ଚାଲିଛି ବାଟ ପୂଜା ତ ପୂଜା ସରିଲା ବର୍ତ୍ତମାନ ବହି ପଢ଼ା ଚାଲିଛି ତ ଦାଣ୍ଡରେ ଆସି ବସିଛନ୍ତି ଆମ ମା ମଙ୍ଗଳା ତାଙ୍କ ପାଖେ ଭୋଗ ଲାଗି ପଣା ତ ସାଙ୍ଗମାନେ ବର୍ତ୍ତମାନ ମୁଁ ପୁରା ଗାଧେଇ ପାଧେଇ ହେଇଯାଇଛି ଫ୍ରେଶ୍ ମୁଣ୍ଡିଆ ମାରିଦେଇଛି ଚାଲ ଦେଖିବା ବାପା କ'ଣ କରୁଛନ୍ତି ବାବା କ'ଣ କରୁଛନ୍ତି ପରିବା କାଟୁଥିଲା ମା ତ ଆଜି ହେବ ତାହେଲେ ଡାଲମାଟେ ନା ଶାଗ ବି ଥୁଆ ହେଇଛି ଶାଗ ହେବନି ମୁଁ କରିପାରିବିନି ଶାଗ ଆଉ କିଏ କରିବ ଏଇଟା ଭଜା ହେବ ତାହେଲେ ନା ଏଇଟା ଭଜା ହେବ ଏଇଟା ଡାଲମାଟା ହେବ ଶାଗଟା ମୁଁ ବାଛି ବୁଛି ଦେଉଛି ନହେଲେ ମୁଁ କରିଦେବି ନହେଲେ ସାଥିରେ ତ ସାଙ୍ଗମାନେ ଏଠି ବସିଛି ଆମର ଡାଲମା ଆଉ ଏଠି ବସିଛି ମୋର ଅରୁଆ ଚାଉଳ ମାନେ ଅରୁଆ ଭାତ ଡାଲମାରେ ବାପା କ'ଣ ପାଇଁ ହଳଦୀ ପକାଇନାହାନ୍ତି ମୁଁ ବୁଝିପାରୁନି ଡାଲମା ବସାଇ ଦେଇଛନ୍ତି ଆଜି ଆମର ମୁଗ ଡାଲମା ଆଉ ଆପଣମାନେ ତ ଜାଣିଥିବେ ବାଇଗଣ ପଡ଼ିଲେ ଘୋଡ଼େଇବା କଥା ନୁହେଁ କାରଣ କାଉଡ଼ିଆ ହେଇଯିବ କଉଡ଼ିଆ ନା କ'ଣଟା ହେଇଯିବ କଉଡ଼ିଆ ଏମିତି ଛାଡ଼ିଦେବା କଥା ତ ଆମ ଡାଲମାରେ କ'ଣ ପରିବା ପଡ଼ିଛି ଜହ୍ନି ବାଇଗଣ ଭଣ୍ଡା ଆଳୁ ଗ୍ରୀନ୍ ମଟର ଆଉ ବଡ଼ ବଡ଼ ଛୁଇଁ ମଧ୍ୟ ପକାଇ ନାହାନ୍ତି ବଡ଼ଗୁଡ଼ି ଆଉ ଜଣେ ଗାଈକି ଖାଇବାକୁ ଦେଇକି ମୁଣ୍ଡିଆ ମାରୁଛି ମୋ ଝିଅ ଗାଈକୁ ବହୁତ ଭଲ ପାଉଛି ତାଙ୍କୁ ରଙ୍ଗ ବୋଳି ଆଉ ଗୋଟେ ରୁଟି ତଳେ ପଡ଼ିଛି ଦେଇଦେ ହଁ ଅନ୍ୟ ଖାଅ ହଁ ନା ହଲେଇବନି ସିଏ ବି ଜାଣିଛନ୍ତି ନା ଛୋଟ ପିଲା କୁଣ୍ଡେଇ ଦେ ଟିକେ ଗାଈକି ଯା କୁଣ୍ଡେଇ ଦେ
ଡର ଲାଗୁଛି? ଭାତ ଖାଇବା ପାଇଁ ଇଚ୍ଛା କରୁଛୁ ନା? କେବଳ ବାପାଙ୍କୁ ଡରୁଛି, ନହେଲେ ଆଉ କାହାକୁ ନାହିଁ। ଆଉ ଦେବି ଧରିକି କହୁଛି ଦେବେ, ଡରୁନି। ଦେବେ କହୁଛି। ଦେଖିଲ ବାପା କହୁଛି ଡରୁନି, କୁଣ୍ଡେଇ ସାରିଲାଣି। ମୁଁ ନା ମୁଁ ସାଙ୍ଗେ ଖାଇବୁ ନା ଏକୁଟିଆ ଅଲଗା ଖାଇବୁ? କ'ଣ ଖାଇବୁ? ହେ ତାହେଲେ ପଚାରୁଛି କ'ଣ କହ? ମୋ ସାଙ୍ଗରେ? ନାଇଁ ମୋ ସାଙ୍ଗେ କେହି ଖାଇବିନି, ମୋ ହାତ ଖରାପ, ମୁଁ ଅଲଗା ଖାଇବି ଏକୁଟିଆ। ମାମୁଁ ସାଙ୍ଗେ ଛାଡେ ଅଜକୁ। ମାମୁଁ ସାଙ୍ଗେ ଖାଇବୁ ନା ଅଲଗା ଦେଇଦେବି ଖାଇବୁ? ଛୋଟ ଥାଳି ଦେଇଦେଉଛି। ତମକୁ କହିଲା ତମକୁ ଖୁଆଇଦେବି, ତାପରେ ମୁଁ ଖାଇବି। ତମକୁ ଖୁଆଇ ଖାଇଦେବି। ଆଗ ତୁ ନିଜେ ଖାଇବାର ଶିଖେଇବା। ଖାଇକି କ'ଣ ପିଲାମାନଙ୍କୁ ପଣା। ଦେ। ହେ ହାତ ପୁରା ଘାଣ୍ଟି ଦଉଛି ପଣାରେ। ବର୍ତ୍ତମାନ ପଣା ଟିକେ ପିଆ ପଣା। ଦେ ତ ବର୍ତ୍ତମାନ ପିଆଉଛି ପଣା। ଧରିକି ପଳେଇଲେ ଘରକୁ। ତ ବର୍ତ୍ତମାନ ଏଠି ବଢ଼ା ହେଲାଣି, ଆଉ ଜଣେ ଖାଇଲାଣି, ମାନେ ଭାତରେ ଡାଲି ଭଜା ସବୁ ବଢ଼ିଆ ହେଇଗଲାଣି। ପୋଚରାର ଖାଇଲାଣି, କହିଲା ପେଟ ଭିତରେ କାହିଁ ମିଶିବ, ଆଗୁଆ ମିଶେଇ ଦେଇକି ପେଟ ଭିତରେ ଦେବ। ତାକୁ ତୋ ସାଙ୍ଗରେ କହିବୁ। ତ ଅଜା ନାତୁଣୀ ବସିକି ଏଇଠି ଖାଉଛନ୍ତି ସାଙ୍ଗମାନେ। ଭାତଟେ ଡାଲମାଟେ। ଅଜଙ୍କୁ ଖୁଆଇ ଦେଉଛୁ? କାଇଁ ଦେଖା, ମୁଁ ତ କାହିଁ ଦେଖିନି। ଖୁଆଇ ଦେଉଛି, ଦେଖା। ଏ ଦେଲାଣି ବାପା। ହଁ ବାପା ତମ ଦୁଃଖ ସରିଗଲା, ଯେତିକି କରିଥିଲ ପାଇଗଲ। ଏ ବୋପାଲୋ ଅଜାଙ୍କୁ ଖୁଆଇ ଦେଉଛି ନାତୁଣୀ। କି ସୁନ୍ଦର ଦୃଶ୍ୟ, ନଜର ନ ଲାଗୁ କାହାର। ସାଙ୍ଗମାନେ ମୁଁ ଆପଣମାନଙ୍କ ସହିତ ଗୋଟେ କଥା ସେୟାର କରିବାକୁ ଚାହୁଁଛି, ହେଲା କି? ମାନେ ମୁଁ ଏଇଟା କହୁନି ଠାକୁର ମୋ ସହିତ ଏମିତି କଲେ ବୋଲି, କାରଣ ଠାକୁର ତ ଆମ ବାପା ମା' ନା। ଆମ ଶରୀରର ବାପା ମା' ହେଉଛନ୍ତି ଆମ ବାପା ମା', କିନ୍ତୁ ଆତ୍ମାର ବାପା ମା' ତ ଠାକୁର। ମାନେ ମୋ ଉପରେ ଗରମ ପେଜ ପଡ଼ିଗଲା, ହେଲା। ଭାତ ଗାଳୁଥିଲି, ଏଡ଼େ ବଡ଼ ହାଣ୍ଡିଟା, ଗରମ ପେଜ ପଡ଼ିଗଲା। ମାନେ ମୁଁ ଭାବୁଛି, ଯେହେତୁ ମୁଁ ଗୋଟେ ମାନସିକ କରିଥିଲି ମୁଁ ଖାଇବିନି, ତ ଖାଇଦେଲି। ସେବେଠୁ ତ ପେଟଟା ଖରାପ ଅଛି, ଆଜି ପର୍ଯ୍ୟନ୍ତ ପେଟଟା ଠିକ୍ ହେଇପାରୁନି। ତାପରେ ଗରମ ପେଜ ପଡ଼ିଗଲା। ମୁଁ କହିଲି ଆଉ ମାଆ କ'ଣ ମୋ ଉପରେ ଆଉ ମାନେ ବାପା କ'ଣ କଲେ? ରୋଷ କଲେ କି? ଆଉ କାହିଁକି? ମୁଁ ନା ନା, ଠାକୁର ସିଏ ତ, ଆମେ ତ ତାଙ୍କ ପିଲାମାନେ, ସିଏ କାହିଁ ଆମ ଉପରେ କରିବେ? ଆଉ ମନର ଏଇଟା ଗୋଟେ ଭାବନା ମେନ୍ ହେଉଛି। କିନ୍ତୁ ଗରମ ପେଜ ମୋ ଗୋଡ଼ ଉପରେ ପଡ଼ିଗଲା, ମୁଁ ପୁରା ଛଟଛଟ ହେଇଗଲି ସାଙ୍ଗମାନେ। ତ ମୋତେ ଲାଗିଲା ଯେ ମୁଁ ତ ଆଇଁଷ ଖାଇବାର ନଥିଲା, ଯେଉଁ ଖାଇଦେଲି ଏମିତି ହେଲା କି କ'ଣ। ଛାଡ଼, ଭୁଲ ତ କରିଦେଲି ଆଉ ତ ପରିବାର ସହିତ ରହିକି କରିହେବନି, ଚାହିଁଲେ କରିହେବ, କିନ୍ତୁ ବାବା ତ ଜିଦି କଲେ, ମୁଁ ଖାଇଦେଲି। ଆଉ ଯେଉଁଟା ମୁଁ କରିପାରିବିନି ସେଇଟା କେବେ ପ୍ରମିସ୍ କରିବିନି କି କେବେ ଆଶା କରିବିନି, କାରଣ ମୁଁ ତ କରିପାରୁନି ନା। ଆଉ ଅଧାରୁ ଭଗ୍ନ କରିଦେଲି, ଯେଉଁଥିପାଇଁ କି ଅସୁବିଧା ହେଲା। ଆଉ ମାନେ ସତକୁ ସାଙ୍ଗମାନେ, ସେତେବେଳେ ଖାଉନଥିଲି, ନାମ ଜପ କରୁଥିଲି, ଏତେ ଶାନ୍ତି ଲାଗୁଥିଲା। ମାନେ ପାଖରେ ପଇସା ନଥିଲା, ଲାଗୁଥିଲା ଏମିତି କୋଟି କୋଟି ଟଙ୍କା ମୋ ପାଖରେ ଅଛି। କିନ୍ତୁ ଏବେ ପଇସା ଥାଇକି ବି ଲାଗୁଛି ଏମିତି କିଛି ନାହିଁ, ମାନେ ପୁରା ବେକାର ଲାଗୁଛି, ମାନେ ଜମା ଶାନ୍ତି ହିଁ ନାହିଁ। ମାନେ ମୁଁ ଫିଲ୍ କଲି ରାଧା ନାମରେ କେତେ ଶକ୍ତି, କେତେ ପାୱାର, କେତେ ଶାନ୍ତି ଅଛି ବୋଲି। କିନ୍ତୁ ଏବେ ଆଉ ନାହିଁ, ଆଉ ତ ସେ ଭାବନା ଆସୁନି। ଆଉ ନାମ ଜପ କଲେ, ଯାହା କଲେ, ସେତେବେଳେ ଆଖିରୁ ଲୁହ ପଳେଇ ଆସେ। ଏବେ ଆଉ ସେ ଭାବନା ଯେତେ ମୁଁ ଆଣିବାକୁ ଚେଷ୍ଟା କରୁଛି, ଆସିପାରୁନି, ଯେବେଠୁ ଆମିଷ ଖାଇଦେଲି ସାଙ୍ଗମାନେ। ତ ଏଇଟା ସେୟାର କରିବାର ଥିଲା ଆପଣମାନଙ୍କ ସହିତ, ମୁଁ ସେୟାର କରିନଥିଲି, କରିଦେଲି। ଯେତେବେଳେ କରିବେ ମନର ଭକ୍ତିର ସହିତ କଲେ, ଭଗବାନ ନିହାତି ଶୁଣିବେ। ଆଉ ଏ ଆମିଷର ପ୍ରକୃତରେ କିଛି ନାହିଁ, ଖାଲି ଜୀବଜନ୍ତୁକୁ ମାରିକି ଆମେ ନିଜ ଜୀବଜନ୍ତୁ ମାରି ସିନା ଖାଉଛେ, କିନ୍ତୁ କିଛି ନାହିଁ। ଆଉ ଦେଖାଯାଉ କ'ଣ ହେଉଛି। ମୁଁ ଆଉ କିଛି ଆପଣମାନଙ୍କୁ କହିବିନି କି କିଛି ନିଜକୁ ବି ପ୍ରମିସ୍ କରିବିନି। ଦେଖାଯାଉ କ'ଣ ହେଉଛି ଆଗକୁ, ସବୁ ତାଙ୍କ ହାତରେ ଛାଡ଼ିଦେବା। ତ ସାଙ୍ଗମାନେ ମୋତେ କାହିଁକି ହଠାତ୍ ହେଇଗଲା ଥଣ୍ଡା, ମାନେ ଛିଙ୍କି ହଁ ନାକ ଚୁଟି ପୁରା ନୟାନ୍ତ। ସେଇଥିପାଇଁ ମୋ ଝିଅ ଅର୍ଡ଼ର ଦେଲା ଯେ ଇପି କରେ ଖାଇବି। କଟାକଟି କରି ରଖିଛି, କଟାକଟି କରି ରଖିଛି। ଆଉ ଏଠି କଡ଼େଇଟା ବସେଇଛି, ଆଉ ଟିକେ ଇପି କରିଦେବା ତାଙ୍କ ସେମାନଙ୍କ ପାଇଁ, ସେ ମାମୁଁ ଭାଞ୍ଜି ଟିକେ ଖାଇଦେବେ। ଆରେ ଏଇଟା ଆସି କ'ଣ ବସିଲ? ପବନ ଟିକେ ହେଉଛି, ଘର ଗରମ ଲାଗୁଛି। ପବନ ହେଉଛି, ୟା ତ ନାକ ସଡ଼ ହେଉଛି। ପବନ ହେଲେ କ'ଣ ଦେହ ତ ଗରମ, ଦେହ ଗରମ। କାହିଁ ହଠାତ୍ ଥଣ୍ଡା ହେଇଗଲା ଏଇଠି। ଆଉ ଗୋଟେ ଶୋଇଦ, ମାଡ଼ି ଯାଇ ତଳେ ନେଇ ପଳେଇ ଯାଇଲାଣି, ଶୋଉଛି। ମଶା ବସେଇ ପାରିଲେ ବସିବା, ଟିକେ ସମୟ ବସିବା, ରିଲାକ୍ସ, ମାଇଣ୍ଡ ଫ୍ରେଶ୍ ହେବ, ତାପରେ ଯିବା। ଆଉ ଏଇ କ'ଣ କରୁଛୁ?
ସେ ବାଦାମ ଖାଉଛି କାହା ଗୋଟେ ଦଉନି ଖାଉ ଦଉଛି ଏତେ ଆଉ ଚାରିଆଡେ ଏଇନେ ଇପି ଖାଇକି ଆଇଛ ସାଙ୍ଗେ ସାଙ୍ଗେ ପେଟକୁ ଟିକେ ରିଲାକ୍ସ ଦିଅ ଇପି ଖାଇଲେ ମତେ ଲଗି ହଁ ବାଦାମ ଦେବି ସେ ପରା ଦିଟା ଇପି କେ तो देरे तो नाक बंद होनी आज बंद होनी बोधे बिंडा मार दे नाक नाक नाली देखे तो ए बंद कर कैमरा बाबा कौन तुलसी तोलुचंदी गाधई पाधई तुलसी तोलुचंदी और संग माने यो जी सकाळर दृश्य माने सकाळर पाणीपाग आ जनकर पूजा चलची आरंभ होला बोधे फूल गदिया है कथा माने प्रश्न ये उठू आज आमिष कौन हम आज कि बारे बुधवार आ जन मो झील शोई आमिष कौन हम भाई बोधे ना सका पलैलानी ड्यूटी आमिष कौन हम बाबा जी आमिष कौन हम आम खुशी आम हाथ तो ठन ठन गोपाल आम खुशी कर ठन ठन गोपाल टंका भी नहीं तो आपण मैंने पचारे बापा कहीं हाथ में खाऊना चामचे खाऊँ ता कारण हूँ ये बापा अरक फूल तोड़ी देते थे सेबेठू हाथ मझे भल होता पुणी कौन एमती बाहर माने एमती हो तो से बाबा खाई पारु ना ये अरक फूल तोड़िकी एमती माने केते डेंजर से अरक फूल तो या कौन उपचार अच्छे टी जनइबे जब जानी कौन है ये पूरा परमानेंटली भल हम कारण ऑइलमेंट मेडिसिन जिते दिन खाऊ भल हो पुणी बाहर कहीं तो आज साग बाबा आने बाछुन साग बाबा जी कौन रोषे करिया पखाड़ अच्छी साग हम कलरा आलू भाजी दबा ताले आज आमिष नहीं तो बर्तमान काठ अना चलची चुली रे रोषे हम बोली हाँ ठिया ये कारीगरटा छिड़ा आज दादा काटुची सांग माने माने आम घर तो जहाँ जमी जहाँ नाटक हो ये दी भाई भौणी कर जबा कर पड़ुनी है सी टिके लगिदे ये आ कहीकि अजक डाक जी बेकू से धरी पके आ कहीकि अजक डाक जी है जमी माड़ खाइब ये जमा यार तार पड़ुनी पचर कहीं तार पड़ुनी कौन है कौन झी कहीं तो पड़ुनी तोर तार सेमती कहती से पूरा बड़ से मामू पु भाई बड़ भाई तोर आउ तो बाड़ू शत्रु सेमती कहती भाई पूरा बड़ भाई मामू पु भाई मिकु बाबा केमती बड़ भौणी कालिया बुआड़ा मैंने बाडू ता मुंडा फाड़ हो जो सूर्य बाडू डाकी सूर्य बाडू तमे ता तो बुझिबो सीमा सत्तरी से बाडू ची गल कोन किछि कोन देख सेमिति कुवंतिनी से गोटी ओली भाई तोर राखी का हाथ रे बांधिबू राखी पळेली राखी आगु को आसीबो आसले मला ओडा भाई दाबा मम्मा जम्मा करिबो हो छी 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 सांग माने मुठी बाहर बसबार कारण दादा पुतुरा जाइछन्ती भितर को काठ आनिया पे किछि एटिटा काठ भांगिले आउ एति काठ पाइबनी आज बुधवारटा कौन सब आमिष करेंगे चुली रे करेंगे बोली जाइछन्ती काठ भांगिके आनिबे चिकन करिबो कौन बा चिकन ये तो चिकन खाना चिकन भल नो रोग खाइब चल छतुआ टी गोली देवी खाईदेबू चिकन खाइब कि बिकुन खाइब है छतुआ टी खाईदेबू चल हे से दूर नहीं कि आइले दूर काठ पाठ नहीं कि आइले शला केतेटा आसला नाई नाई बोली एत काठ आइलानी आ कौन ये भंगा हम पुणी भंगा ले कौन खाऊ कौन खाऊ दहीबरा खाओ हाँ खाई
दादी पुतुरा आनिकी गदेदेले फाइनाल टचटा बापा दौरान ए तो काठ गदेदेले बाहर के फपाड़ी दे देखुन घर को नापी ये चलती शाग आउ गोटे गोटे कौन बस कि जानी भजा बोधे कलरा आलू आठ शाग हौ मजा नातुणी बसले खावाई खाइबा देखिए पखाड़ भात को शाग भजा कलरा आलू भजा आउ कौन अंडा भुजिया आउची अंडा भुजिया आउची अच्छा हो हो माछ भी आउची ना माछ भी आउची सबू तो आउची खाओ अंडा भुजिया बढ़िया बढ़िया खाई देखे खाई चुबा आउ टेस्टी ओए बहु केटे केटे आखि गदु से मते गुजटी खाओ आज गोटे बुधवारटा दिन बेला आईंस घर किसी आसलानी राति कौन करेंगे आ तो आम गाधी पाधी फ्रेश होगी बसीचु आम टाइम के आस आम के खाइबू तो बापा जेहेतु हाथ खराब बर्तमान भाउज खुआई दौर बापा को बहु खुआई दौरान बापा ससुर को सरी चुपुड़ी भातटा देले सीना गोटे ये लगे बापा सड़ सड़ शाशु परिका सड़ सड़ भात खाइबे अपूर्व दृश्य नहीं घरे घरे हूँ घटुच अपूर्व दृश्य नुह शाग नुह यार नातुनी खुई दौर यार बोहू खुई दौर क्या हाथ में खाइबे कलरा खुई दे हाँ तमें खाऊच ना नहीं हाँ खाओ 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 धीरे धीरे कि खाओ हाँ खाओ तो बर्तमान बढ़ाई आमर ये सुखुआ भजा शाग भजा ये भजा अंडा भुजिया ये माछ छिंचेटा ये माछ तरकारी पखालटा माडटे हम आठी थुआई हाँ हाँ रेडी तो सांग मैंने खरा बेले खाई पखाल खाई मैंने शोवा कथा कि शोनु आउ मस्तानी करुचु माँ झी बाहर बसचु दुआर मुरे मैंने खिलखिली पवन बाजुची रील्स भी करूँ आउ शोनु इच्छा नहीं बाकी आज वीडियो को मुझे एंड कर दूसरी काली ब्लॉग किसी करी आज किसी ब्लॉग दुटा मिसेकी पकईदी आप देखिए एंजॉय करेंगे कारण काली मुझे अल्प ब्लॉग करी भाई आज बुधवारटा आउ कौन आमिष आमिष आस बढ़िया मत रोसे कर कौन ब्लॉग देखी कि सब कि नहीं आइले कोड़िया पणे कई गले नहीं आने कि कि पुआटा आम आसी भुवनेश्वर बोली भाईटा सी जा होटेल सब नहीं आसला कि खाईदेलु आ तो जहाँ सांग मैंने जहाँ जमी आप देखिए एंजॉय करेंगे बाकी आम देखा काली आ गोटे नुआ फ्रेश ब्लॉग रे हाँ तो से पर्यंत या इग्नोर करेंगे कारण यहाँ टी मुंड दोष अच्छी तो से पर्यंत समस्त बाय बाय टेक केयर लव यू ऑल